କଣ ଆପଣ କେବେ ଭାବିଛନ୍ତି ଯେ ଜୀବନର ପ୍ରକୃତ ସୁଖ କଣ ଅଟେ? କଣ ଆପଣ କେବେ ଭାବିଛନ୍ତି ଯେ କେମିତି ମୃତ୍ୟୁଠାରୁ ନିର୍ଭୟ ହୋଇ ବଞ୍ଚିବା ଉଚିତ? ଆଜି ମୁଁ ଆପଣଙ୍କୁ ଏକ ଏମିତି କାହାଣୀ ଶୁଣାଇବାକୁ ଯାଉଛି ଯାହା ଆପଣଙ୍କୁ ଏ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ବହୁତ ଦିନ ତଳର କଥା, ଗୋଟିଏ ଯୁବକ ଗୌତମ ବୁଦ୍ଧଙ୍କ ପାଖକୁ ଆସିଲା ଆଉ କହିଲା, ହେ ବୁଦ୍ଧ, କଣ ଆପଣ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବେ? ବୁଦ୍ଧ ହସି ହସି କହିଲେ, ବତ୍ସ, ପଚାର, କଣ ପଚାରିବାକୁ ଚାହୁଁଛ? ଯୁବକ ପଚାରିଲା, ହେ ବୁଦ୍ଧ, ମୋର ବୟସ ଏବେ ବେଶୀ ନୁହେଁ, କିନ୍ତୁ ମୁଁ ବହୁତ ଅଶାନ୍ତ ରହୁଛି, ବହୁତ ଦୁଃଖୀ ରହୁଛି। ମୁଁ ଏହା ଜାଣିବାକୁ ଚାହୁଁଛି ଯେ ମୋ ଜୀବନରେ ଏବେଠାରୁ ଏତେ ଦୁଃଖ ଆରମ୍ଭ ହେଲାଣି, ତେବେ ମୋର ବାକି ସମୟ କେମିତି କଟିବ? କଣ ଏହି ଦୁଃଖ କମିବ ନା ଏମିତି ଆହୁରି ବଢ଼ି ବଢ଼ି ଚାଲିଥିବ? କଣ ଏହି ଦୁଃଖରୁ ମୁକ୍ତି ପାଇବା ପାଇଁ କୌଣସି ଉପାୟ ନାହିଁ? ଯୁବକଠାରୁ ଏତେ ସବୁ କଥା ଶୁଣି ବୁଦ୍ଧ କହିଲେ, ବତ୍ସ, କେଉଁଠାରେ ତୁମର ଦୁଃଖ? କାହିଁ ମୁଁ ତ ଦେଖିପାରୁନାହିଁ ତୁମର ଦୁଃଖକୁ। ବୁଦ୍ଧଙ୍କର କଥା ଶୁଣି ଯୁବକ କହୁଛି, ଦୁଃଖ ତ ମୋ ଭିତରେ ଅଛି, ତାହା ଆପଣଙ୍କୁ କେମିତି ଦେଖାଯିବ? ଏହା ଶୁଣି ବୁଦ୍ଧ ସାଙ୍ଗେ ସାଙ୍ଗେ କହିଲେ, କଣ ତୁମକୁ ତୁମର ଦୁଃଖ ଦେଖାଯାଉଛି? ଯୁବକ କହିଲା, ହଁ, ମୋ ଦୁଃଖକୁ ମୁଁ ଅତି ଭଲ ଭାବରେ ଦେଖିପାରୁଛି। ପୁଣି ବୁଦ୍ଧ କହୁଛନ୍ତି, ତେବେ ତୁମର ଦୁଃଖର ମୂଳ କାରଣ କଣ ଅଟେ? ଏହିପରି ଭାବରେ ବୁଦ୍ଧ ଆଉ ଯୁବକ ମଧ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଗୋଟିଏ ଭିକ୍ଷୁ ଦୌଡ଼ି କରି ଆସିଲା ଏବଂ ବୁଦ୍ଧଙ୍କ କାନରେ କିଛି କହିବାକୁ ଲାଗିଲା। ଏହାପରେ ବୁଦ୍ଧ ସେହି ଯୁବକକୁ କହିଲେ, ଚାଲ, ଆଜି ମୁଁ ତୁମକୁ ଜୀବନର ବାସ୍ତବ ସତ୍ୟ ଦେଖାଇବା ପାଇଁ ଗୋଟିଏ ସ୍ଥାନକୁ ନେଇଯିବି। ସେଠାରେ ତୁମକୁ କିଛି ହେଲେ କହିବାକୁ ପଡ଼ିବନି, କେବଳ ଚୁପ୍ ହୋଇ ସମସ୍ତ କଥା ଶୁଣିବ। ଏହାପରେ ତୁମକୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଏହାପରେ ସେହି ଯୁବକ ଏବଂ ଗୌତମ ବୁଦ୍ଧ ସାଙ୍ଗ ହୋଇ ଚାଲିଲେ। କିଛି ବାଟ ଗଲା ପରେ ଗୌତମ ବୁଦ୍ଧ ଗୋଟିଏ ଘରେ ପ୍ରବେଶ କଲେ। ସେହି ଘରେ ପ୍ରବେଶ କଲା ପରେ ବୁଦ୍ଧ ଏବଂ ସେହି ଯୁବକ ଦେଖିଲେ ଯେ ସେହି ଘରେ ବହୁତ ଲୋକ ଠିଆ ହୋଇଛନ୍ତି ଆଉ ମଝିରେ ଗୋଟିଏ ଖଟିଆରେ ଜଣେ ବୁଦ୍ଧ ଶୋଇ ରହିଛନ୍ତି। ଗୌତମ ବୁଦ୍ଧଙ୍କୁ ଦେଖିବା ମାତ୍ରେ ସମସ୍ତେ ରାସ୍ତା ଛାଡ଼ିଦେଲେ। ଏହାପରେ ବୁଦ୍ଧ ଯାଇ ସେ ବୃଦ୍ଧ ଲୋକଙ୍କର ଖଟିଆ ପାଖରେ ବସି ପଡ଼ିଲେ ଆଉ ସେ ଯୁବକ ମଧ୍ୟ ତାଙ୍କ ପାଖରେ ବସିଲେ। ଏହାପରେ ସେ ବୃଦ୍ଧ ଲୋକଟି ଗୌତମ ବୁଦ୍ଧଙ୍କୁ ଦେଖି କହିଲା, ହେ ବୁଦ୍ଧ, ମୁଁ ଜାଣିନି ଯେ ମୋ ଜୀବନରେ ଆଉ କେତେ ସମୟ ବାକି ଅଛି। ଜାଣିନି କେବେ ମୋର ଭଗବାନଙ୍କ ଠାରୁ ଡକରା ଆସିଯିବ, କିନ୍ତୁ ଏହା ପୂର୍ବରୁ ମୋର କିଛି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରୁ ଜାଣିବାକୁ ଚାହୁଁଛି। ମୁଁ ଭଲ ଭାବରେ ଜାଣିଛି ଯେ ମୋର ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନିଶ୍ଚୟ ଅଛି। ସେଥିପାଇଁ ମୁଁ ଆପଣଙ୍କୁ ଏଠାକୁ ଆସିବା ପାଇଁ ଖବର ଦେଇଥିଲି। ଏହାପରେ ସେ ବୃଦ୍ଧ ଲୋକ ଜଣକ କହିବା ଆରମ୍ଭ କରିଦେଲେ। ସେ କହିଲେ, ହେ ବୁଦ୍ଧ, ମୋର ଏହି ଶେଷ ସମୟରେ ମୋର ପିଲାଦିନ କଥା ବହୁତ ମନେ ପଡ଼ୁଛି। ସେହି ଦିନ ସବୁ କେତେ ଭଲ ଥିଲା। ନା କିଛି ପାଇବାର ଆଶା ଥିଲା, ନା କିଛି ହରାଇବାର ଭୟ। ପିଲାଦିନର ସେହି ସବୁ କଥା ମନେ ପକାଇ ମୋ ଆଖିରେ ଆଜି ଲୁହ ଆସିଯାଉଛି। ମୁଁ କେତେ ସ୍ୱାଧୀନତା ଥିଲି, ମନରେ କିଛି ପାଇବାର ଇଚ୍ଛା ନଥିଲା, କେବଳ ଖେଳକୁଦରେ ଦିନ କଟି ଯାଉଥିଲା। କିନ୍ତୁ ମୁଁ ଯେତେ ଯେତେ ବଡ଼ ହେଲି, ଲୋକମାନେ ମୋତେ ଜୀବନର ଦୌଡ଼ରେ ଆଗକୁ ଦୌଡ଼ିବାକୁ କହିଲେ। ମୋ ପିତା ମୋତେ ସବୁବେଳେ କହୁଥିଲେ ଯେ ତୁମେ ପାଠପଢ଼ାରେ ତୁମ ଭାଇ ପରି କାହିଁକି ହୋଇପାରୁନ? ତୁମେ ଅନ୍ୟମାନଙ୍କ ଠାରୁ ପଛରେ କାହିଁକି ରହିଯାଉଛ? ଏସବୁ ଶୁଣି ମୋର ମନ ବହୁତ ବ୍ୟତିବ୍ୟସ୍ତ ଲାଗିଲା। ଲୋକମାନେ ମୋତେ ବହୁତ ଥଟ୍ଟାମଜା କରିବାକୁ ଲାଗିଲେ। କାହିଁକି ନା ମୁଁ ଖେଳରେ ନା ପାଠପଢ଼ାରେ କେଉଁଥିରେ ହେଲେ ଭଲ କରିପାରୁନଥିଲି। ସମସ୍ତେ ମୋତେ ଅନ୍ୟମାନଙ୍କ ପରି ହେବା ପାଇଁ କହୁଥିଲେ। ଆଉ ଏତେ ସବୁ କଥାରେ ମୁଁ ଭାସି ଯାଇ ଜୀବନରେ କିଛି କରିବା ପାଇଁ ନିଶ୍ଚୟ କଲି। ମୁଁ ନିଜକୁ ନିଜେ କଥା ଦେଲି ଯେ ମୁଁ ମଧ୍ୟ ମୋ ଭାଇ ପରି ଜଣେ ସଫଳ ମନୁଷ୍ୟ ନିଶ୍ଚୟ ହେବି। ସେଥିପାଇଁ ମୁଁ ଦିନରାତି ପରିଶ୍ରମ ମଧ୍ୟ କଲି। ପ୍ରଥମେ ତ ମୁଁ ବହୁତ ନିରାଶା ଆଉ ବିଫଳତା ପାଇଲି, କିନ୍ତୁ ମୁଁ ହାର ନ ମାନି ମୋ ନିଜର ବ୍ୟବସାୟ ଆରମ୍ଭ କରିଦେଲି। ଆଉ ଏହାପରେ ମୋତେ କିଛି ପାଇଲା ଭଳି ଲାଗିଲା। ମୋତେ ବହୁତ ଖୁସି ଲାଗିଲା, କାହିଁକି ନା ମୋତେ ଯେଉଁମାନେ ପରିହାସ କରୁଥିଲେ ସେମାନେ ଏବେ ମୋର ଆଗରେ ପଛରେ ବୁଲୁଥିଲେ। କିଛି ଦିନ ପରେ ଜଣେ ଧନୀ ପରିବାରର ଝିଅ ସହିତ ମୋର ବିବାହ ହୋଇଗଲା। ଏହାପରେ ମୋତେ ଲାଗିଲା ଯେମିତି ମୋ ଜୀବନ ସ୍ୱର୍ଗରେ ପରିଣତ ହୋଇଗଲା। କିଛି ବର୍ଷ ପରେ ମୋତେ ଦୁଇଟି ସନ୍ତାନ ପ୍ରାପ୍ତ ହେଲା। ଦୁଇଟି ଯାକ ସନ୍ତାନ ବହୁତ ସୁନ୍ଦର ଆଉ ବୁଦ୍ଧିମତା ଥିଲେ। ଏହାପରେ ମୋର ମନ ସେହି ପିଲାମାନଙ୍କ ପାଇଁ କିଛି କରିବା ପାଇଁ ଉତ୍ସୁକତା ହେଲା। ସେଥିପାଇଁ ମୁଁ ଆହୁରି ଧନ କମାଇବାରେ ଲାଗି ପଡ଼ିଲି ଆଉ ବହୁତ ଜଲ୍ଦି ମୁଁ ନଗରର ସବୁଠାରୁ ଜଣେ ବଡ଼ ବ୍ୟବସାୟୀରେ ପରିଣତ ହୋଇଗଲି। ସବୁକିଛି ଠିକ୍ ଠାକ୍ ଚାଲୁଥିଲା, କିନ୍ତୁ ଭାଗ୍ୟକୁ କିଏ ଟାଳି ପାରିବ? ଗୋଟିଏ ଦିନ ମୋର ପତ୍ନୀ ମୋତେ ସବୁଦିନ ପାଇଁ ଛାଡ଼ି ଚାଲିଗଲେ।
ଆଉ ଏହି ଖବରରେ ମୁଁ ବହୁତ ଭାଙ୍ଗି ପଡ଼ିଲି। ଆଉ ବହୁତ ଦିନ ପର୍ଯ୍ୟନ୍ତ ଘରୁ ବାହାରିଲି ନାହିଁ। ମୋର ପିଲାମାନେ ମୋତେ ସାହସ ଦେଉଥାନ୍ତି ଯେ ମା ତ ଚାଲିଗଲା, ସେ କ'ଣ ଆଉ ଫେରିବ? କିନ୍ତୁ ଆମେ ଦୁଇ ଭାଇ ସବୁବେଳେ ଆପଣଙ୍କ ସହିତ ରହିବୁ, ଆପଣଙ୍କର ସେବା କରିବୁ, ଆଉ କୌଣସି କଥାକୁ ନେଇ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। ତେଣୁ ମୁଁ ମଧ୍ୟ ମୋର ମନକୁ ଧୀରେ ଧୀରେ ବୁଝାଇ ଦେଲି ଯେ ଏବେ ମୋତେ ମୋର ପ୍ରିୟ ପତ୍ନୀ ବିନା ହିଁ ବଞ୍ଚିବାକୁ ପଡ଼ିବ। ସେଥିପାଇଁ ମୁଁ ମୋର ମନକୁ ମୋର ପୁତ୍ରମାନଙ୍କ ସହିତ ଯୋଡ଼ିଦେଲି। ସେମାନଙ୍କ ଖୁସିରେ ମୋତେ ମଧ୍ୟ ବହୁତ ଖୁସି ମିଳୁଥିଲା, ଆଉ ସେମାନଙ୍କ ଦୁଃଖରେ ମୋତେ ଦୁଃଖ ମିଳୁଥିଲା। କିନ୍ତୁ ଏହାପରେ ମଧ୍ୟ ମୋତେ ଏମିତି ଅନୁଭବ ହେଉଥିଲା ଯେ ଏହି ଜୀବନ କ'ଣ ଅଟେ? ଜୀବନର ଗଭୀରତାକୁ କେମିତି ବୁଝିବା? କେମିତି ଜାଣିବି ଯେ ମୁଁ କିଏ ବୋଲି, ଆଉ ଏ ଦୁନିଆକୁ ମୁଁ କ'ଣ କରିବା ପାଇଁ ଆସିଛି? ଏହିପରି ଭାବରେ ବହୁତ ଗୁଡ଼ିଏ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥିଲା। ଏହାପରେ ମୋତେ ଆପଣଙ୍କ ବିଷୟରେ ଜଣାପଡ଼ିଲା ଯେ ବୁଦ୍ଧ ଏମିତି ଧ୍ୟାନ ପ୍ରଣାଳୀ ଶିଖାନ୍ତି ଯାହାଦ୍ୱାରା ଜୀବନର ଅର୍ଥକୁ ଅତି ସହଜରେ ବୁଝି ହେବ। କିନ୍ତୁ ମୁଁ ସବୁବେଳେ ଭାବୁଥାଏ ଯେ ପ୍ରଥମେ ମୁଁ ମୋ ଜୀବନରୁ ସବୁ ଦୁଃଖ ଆଉ ସମସ୍ୟାକୁ କେମିତି ଦୂର କରିବି, ଆଉ ଏହାପରେ ଧ୍ୟାନରେ ମୋର ପୁରା ମନ ଲଗାଇବି। କିନ୍ତୁ ଏମିତି ଭାବି ଭାବି ମୁଁ କେବେ ହେଲେ ଆଉ ଧ୍ୟାନ କରିପାରିଲି ନାହିଁ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା, ଆଉ ଶେଷରେ ବୟସ ଗଡ଼ିବା ସହିତ ମୁଁ ରୋଗରେ ପଡ଼ିଗଲି। ମୋ ଜୀବନରେ ପଇସାର କୌଣସି ଅଭାବ ନଥିଲା। ମୋର ପିଲାମାନେ ମୋର ଭଲ ସହଯୋଗ କଲେ। ମୋ ଜୀବନରେ ବହୁତ କିଛି ହାସଲ ମଧ୍ୟ କଲି। କିନ୍ତୁ ଯଦି ମୋ ଜୀବନରେ ପଛକୁ ଫେରି ଚାହୁଁଛି, ତେବେ ମୋତେ ଏହା ଅନୁଭବ ହେଉଛି ଯେ ମୋର ପିଲାଦିନ ହିଁ ସବୁଠାରୁ ପ୍ରିୟ ଦିନ ଥିଲା। ଏହାପରେ ବୃଦ୍ଧ ଜଣକ ଗୌତମ ବୁଦ୍ଧଙ୍କୁ ପଚାରିଲେ, କ'ଣ ଆପଣ ମୋତେ କିଛି ସୂତ୍ର କହିପାରିବେ ଯେମିତି ମୁଁ ଶାନ୍ତିରେ ମରିପାରିବି? ମୋ ମନର ସବୁ ପ୍ରଶ୍ନର ଉତ୍ତର ମୋତେ ମିଳିଯିବ, ଆଉ ଜୀବନର ବାସ୍ତବ ଅର୍ଥ ମୁଁ ବୁଝିକରି ହିଁ ମରିପାରିବି। ଏହା ଶୁଣି ଗୌତମ ବୁଦ୍ଧ କହୁଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟ ତାର ପିଲାଦିନ କାହିଁକି ପ୍ରିୟ ହୋଇଥାଏ? କାହିଁକି ନା ତାକୁ ସେହି ସମୟରେ କୌଣସି ଚିନ୍ତା ନଥାଏ, ତା ମନରେ କୌଣସି ଲାଳସା ନଥାଏ। ଯେଉଁ କାମରେ ଲାଗିଯାଏ ସେଥିରେ ସେ ପୁରାପୁରି ମଗ୍ନ ହୋଇଯାଇଥାଏ। କିନ୍ତୁ ଯେମିତି ମନୁଷ୍ୟର ଆୟୁ ଧୀରେ ଧୀରେ ବଢ଼ିବାରେ ଲାଗିଥାଏ, ସେତେ ସେତେ ତାର ଇଚ୍ଛା, ତାର କାମନା ସବୁ ମଧ୍ୟ ବଢ଼ିବାରେ ଲାଗିଥାଏ। ଆଉ ସେଥିପାଇଁ ମନୁଷ୍ୟ ଭବିଷ୍ୟତରେ ପ୍ରସ୍ତୁତିରେ ଲାଗି ପଡ଼ିଥାଏ, ନହେଲେ ଅତୀତ ବିଷୟରେ ଭାବୁଥାଏ, ଆଉ ସେ ବର୍ତ୍ତମାନରେ ବଞ୍ଚିବା ଭୁଲି ଯାଇଥାଏ। ଆଉ ଯଦି ଆମେ କୌଣସି ଛୋଟ ପିଲାକୁ ଦେଖିବା, ତେବେ ତାର କୌଣସି ଅତୀତ କିମ୍ବା ଭବିଷ୍ୟତର ଚିନ୍ତା ନଥାଏ। ତା ପାଇଁ ସବୁକିଛି ତାର ବର୍ତ୍ତମାନ ହୋଇଥାଏ। ସେଥିପାଇଁ ସେ ବର୍ତ୍ତମାନରେ ପୁରା ଆନନ୍ଦିତ ହୋଇଯାଏ। ତୁମେ ତୁମର ପୁରା ଜୀବନ ତୁମର ସଫଳତା, ତୁମର ପୁତ୍ର, ପରିବାର ଆଉ ତୁମର ଭବିଷ୍ୟତ ଯୋଜନାରେ ହିଁ ବିତାଇ ଦେଲ। ଆଉ ତୁମେ ସର୍ବଦା ଏହା ଭାବିଲ ଯେ ପ୍ରଥମେ ମୁଁ ମୋର ଜୀବନକୁ ବ୍ୟବସ୍ଥିତ କରିନେଉଛି, ଆଉ ଏହାପରେ ସତ୍ୟର ସନ୍ଧାନ କରିବାରେ ଲାଗି ପଡ଼ିବି, ଆଉ ଏହାପରେ ଯାଇ ଧ୍ୟାନ କରିବି। କିନ୍ତୁ ଏହା ଆମେ ଭୁଲି ଯାଉଛି ଯେ କାଲି କେବେ ଆସିବେ ନାହିଁ। ଭବିଷ୍ୟତର ଯୋଜନା କେବେ ପୂରଣ ହୋଇନଥାଏ। ଯେତେବେଳେ ଗୋଟିଏ ଯୋଜନା ପୁରା ହୋଇଯାଏ, ସେତେବେଳେ ଆମର ମନ ଆଉ ଗୋଟିଏ ଯୋଜନା ଆରମ୍ଭ କରିଦେଇଥାଏ, ଆଉ ଏହି ପ୍ରକାର ଜୀବନ ଚକ୍ର ଚାଲିଥାଏ। ଆଉ ଶେଷ ସମୟରେ ମୃତ୍ୟୁ ଯେତେବେଳେ ତୁମ ପାଖରେ ଅପେକ୍ଷା କରିଥାଏ, ସେତେବେଳେ ତୁମକୁ ଅନୁଭବ ହୋଇଥାଏ ଯେ ମୁଁ ଜୀବନରେ କିଛି ବି ହାସଲ କରିପାରିଲି ନାହିଁ। ଯାହା ବି ତୁମେ କମାଇଛ, ସେଥିରୁ ଗୋଟିଏ ଛୁଞ୍ଚି ବି ତୁମେ ନେଇଯାଇପାରିବ ନାହିଁ। ଯଦି ତୁମେ ଏହି କଥା ସେତେବେଳେ ବୁଝି ଯାଇଥାନ୍ତ, ତେବେ ତୁମକୁ ଆଜି ଏହି ଦୁଃଖ ହୋଇନଥାନ୍ତା। ତୁମ ମନ ଧ୍ୟାନରେ ଲାଗିପାରିଥାନ୍ତା, ଆଉ ତୁମେ ସତ୍ୟର ଅନୁସନ୍ଧାନ କରିପାରିଥାନ୍ତ। ତୁମେ କିଛି ଏମିତି ସତ୍ୟର ସନ୍ଧାନ କରିଥାନ୍ତ ଯାହା ତୁମ ସାଥିରେ ଯାଇପାରିଥାନ୍ତା, ଯାହା ତୁମକୁ ପରିପୂର୍ଣ୍ଣତାରେ ମରିବାର ମାର୍ଗ ଦେଖାଇ ପାରିଥାନ୍ତା। ବୃଦ୍ଧ ଲୋକଟି କହିଲା, ହେ ବୁଦ୍ଧ, ଏହା ତ ମୁଁ ଭଲ ଭାବରେ ଜାଣିଛି ଯେ ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଛି ବୋଲି। ମୁଁ ମୋର ଜୀବନକୁ ସାର୍ଥକ ରୂପରେ ବଞ୍ଚି ନାହିଁ, ଆଉ ଏକଥା ମୋତେ ବହୁତ ଭଲ ଭାବରେ ଅନୁଭବ ହେଉଛି। କିନ୍ତୁ ଆପଣଙ୍କ ଠାରୁ ପୁଣି ଥରେ ସେହି ସବୁ ସୂତ୍ର ଜାଣିବାକୁ ଚାହୁଁଛି ଯାହାଦ୍ୱାରା ମୁଁ ଏବେ ପରିପୂର୍ଣ୍ଣତାର ସହିତ ମରିପାରିବି। କ'ଣ ମୋତେ ଏବେ ସତ୍ୟର କୌଣସି ଝଲକ ମିଳିପାରିବ ନାହିଁ? ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଏସବୁ କଥା ଶୁଣି ଗୌତମ ବୁଦ୍ଧ କହିଲେ, ଏବେ କେବଳ ଗୋଟିଏ ହିଁ ସୂତ୍ର ବୁଝିବାରେ ଅଛି, ଆଉ ସେ ସୂତ୍ର ହେଉଛି ଯେ ତୁମେ ଜୀବନରେ ଯାହା କିଛି ପାଇଛ ଆଉ ହରେଇଛ, ସେ ସବୁ ଏହିଠାରେ ଛାଡ଼ି ଚାଲିଯାଅ। ସେ ସବୁକୁ ତୁମ ମନ ସହିତ ଯୋଡ଼ି ନିଅ ନାହିଁ। ନିଜ ମନରେ ଏହି ଭାବନାକୁ ଜାଗ୍ରତ କର ଯେ ତୁମେ ତୁମ ଜୀବନରେ ବହୁତ କିଛି ଶିଖିଗଲ ବୋଲି। ବାସ୍ତବରେ ତୁମେ ତୁମ ଜୀବନରେ ବହୁତ ପ୍ରଗତି କରିଛ, କାହିଁକି ନା ତୁମେ ଏହା ଜାଣିନେଲ ଯେ ଜୀବନରେ କିଛି ବି ସାର୍ଥକ ନୁହେଁ, ଆଉ ଏହା ଜାଣିବା ଜୀବନରେ ବହୁତ ବଡ଼ ଉପଲବ୍ଧି ଅଟେ। ଲୋକମାନେ ସାରା ଜୀବନ ବଞ୍ଚି ମଧ୍ୟ ତାଙ୍କୁ ଜୀବନର ନିରର୍ଥକତା ବିଷୟରେ କିଛି ଜଣାପଡ଼େ ନାହିଁ।
ସେଥିପାଇଁ ତୁମ ମନରୁ ସମସ୍ତ ପ୍ରଶ୍ନକୁ ଏବେ କାଢ଼ିଦିଅ। ଆଉ ଏହି ଭାବନା ଉତ୍ପନ୍ନ କର ଯେ ମୋତେ ଯାହା କିଛି ଜାଣିବାର ଥିଲା ସେ ସବୁ ମୁଁ ଭଲ ଭାବରେ ଜାଣିସାରିଛି। ଆଉ ଏବେ ଜୀବନରେ ଜାଣିବା ପାଇଁ କିଛି ବି ବାକି ନାହିଁ। ଯେତେବେଳେ ତୁମେ ଏହି ଭାବନାରେ ବହିଯିବ ତୁମେ ବିଲକୁଲ ଶୂନ୍ୟ ହୋଇ ମୃତ୍ୟୁକୁ ପ୍ରାପ୍ତ ହେବ। ଆଉ ବାସ୍ତବରେ ଏହା ହିଁ ମରିବାର କଳା ଅଟେ। ଆମେ ଜୀବନରେ ଯାହା କିଛି ପାଇଛେ ଆଉ ଯାହା କିଛି ହରାଇଛେ ତାହା ଏହି ଦୁନିଆରେ ଥିଲା ଆଉ ସେ ସବୁ ଏହି ଦୁନିଆରେ ହିଁ ରହିଯିବ। ଆମ ସହିତ କିଛି ବି ଯିବ ନାହିଁ। ଆମେ ଖାଲି ଆସିଥିଲେ ଆଉ ଖାଲି ହିଁ ଫେରିଯିବା। ଆଉ ଯେଉଁମାନେ ନିଜ ମନରୁ ବିଲକୁଲ ଖାଲି ହୋଇଯାଇଥାନ୍ତି ବାସ୍ତବରେ ସେମାନଙ୍କ ଭିତରେ ଜ୍ଞାନର ଦୀପ ଜଳୁଥାଏ ଆଉ ସେ ପରଜନ୍ମରେ ନିର୍ବାଣ ସ୍ଥିତିକୁ ପ୍ରାପ୍ତ କରିଥାନ୍ତି। କିନ୍ତୁ ଏହା ପୂର୍ବରୁ ତୁମକୁ ଜୀବନର ନିରର୍ଥକତାକୁ ବୁଝିବାକୁ ପଡ଼ିବ। ଏଠାରେ କିଛି ପାଇବା କିମ୍ବା କିଛି ହରାଇବାର କୌଣସି ମୂଲ୍ୟ ନଥାଏ। ଏତିକି କହି ଗୌତମ ବୁଦ୍ଧ କିଛି ସମୟ ଚୁପ୍ ରହିଲେ। ଆଉ ଏହି ସମୟ ମଧ୍ୟରେ ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ ମୃତ୍ୟୁକୁ ପ୍ରାପ୍ତ କଲେ। ଏହାପରେ ଗୌତମ ବୁଦ୍ଧ ସେହି ନବଯୁବକକୁ ପଚାରିଲେ, ଯୁବକ, କ'ଣ ତୁମକୁ ତୁମ ପ୍ରଶ୍ନର ଉତ୍ତର ମିଳିଲା? ଯଦି ମିଳିଲା ତେବେ ସମସ୍ତଙ୍କୁ କୁହ ଯେ ତୁମେ ସେଥିରୁ କ'ଣ ଉତ୍ତର ପାଇଲ। ବୁଦ୍ଧଙ୍କର କଥା ଶୁଣି ଯୁବକ କହୁଛି, ହେ ବୁଦ୍ଧ, ମୋତେ ମୋ ପ୍ରଶ୍ନର ଉତ୍ତର ମିଳିଗଲା। ବୃଦ୍ଧ ବ୍ୟକ୍ତି ଜୀବନ ଚକ୍ରରୁ ମୁଁ ବୁଝିଗଲି ଯେ ଏହି ଜୀବନରେ କିଛି ବି ପାଇବା ଭଳି ନାହିଁ। ସୁଖ ହେଉ କିମ୍ବା ଦୁଃଖ ସବୁକିଛି ଏଇଠାରେ ହିଁ ରହିଯାଇଥାଏ। ଆଉ ଯଦି ଆମେ ଏହି ଚକ୍ରରେ ପଡ଼ିଯିବା ତେବେ କେବେ ହେଲେ ସତ୍ୟକୁ ଜାଣିପାରିବା ନାହିଁ। ସେଥିପାଇଁ ଜୀବନରେ ସୁଖ ଦୁଃଖ ତ ଚାଲିଥିବ, କିନ୍ତୁ ଏହା ସହିତ ତାଳ ଦେଇ ଆମକୁ ମଧ୍ୟ ସତ୍ୟର ସନ୍ଧାନ କରିବାକୁ ପଡ଼ିବ। କିନ୍ତୁ ବୁଦ୍ଧ, ମୋ ମନରେ ଏବେ ମଧ୍ୟ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯାହାର ଉତ୍ତର ସମସ୍ତଙ୍କୁ ଜାଣିବା ନିହାତି ଆବଶ୍ୟକ ଅଟେ। ମୋର ପ୍ରଶ୍ନ ହେଉଛି ଯେ ମୁଁ ଧ୍ୟାନର ଯାତ୍ରା କରିବା ପାଇଁ ବହୁତ ପ୍ରେରିତ ଅଛି, କିନ୍ତୁ ମୋତେ କୌଣସି ମାର୍ଗ ଜଣା ନାହିଁ। ଧ୍ୟାନ କେମିତି କରାଯାଏ? ବୁଦ୍ଧ କହୁଛନ୍ତି ଯେ ଧ୍ୟାନର ସମସ୍ତ ପ୍ରକ୍ରିୟା ତୁମକୁ ହୋସରେ ଆଣିବା ପାଇଁ ହିଁ ତିଆରି ହୋଇଛି। ତୁମକୁ ବର୍ତ୍ତମାନକୁ ଆଣିବା ପାଇଁ ହିଁ ତିଆରି ହୋଇଛି। ଯଦି ତୁମେ କୌଣସି କାମକୁ ପୁରା ଏକାଗ୍ରତାର ସହିତ ପୁରା ଧ୍ୟାନର ସହିତ କରିପାରିବ ତେବେ ତୁମେ ଧ୍ୟାନରେ ହିଁ ଅଛ ବୋଲି କୁହାଯିବ। କିନ୍ତୁ ଆମର ଧ୍ୟାନ ଇଆଡ଼େ ସିଆଡ଼େ ଦୌଡ଼ିଥାଏ। ନିଜ କାମ କରିବା ସହିତ ବର୍ତ୍ତମାନରେ ରହିବା ପାଇଁ ମୁଁ ତୁମକୁ ଏକ ବିଧି ବତାଉଛି, ଯାହାଦ୍ୱାରା ତୁମେ ତୁମର କାମ ବି କରିପାରିବ ଆଉ ଧ୍ୟାନକୁ ବି ବୁଝିପାରିବ। ଯେତେବେଳେ ତୁମେ ଚାଲୁଛ, ବୁଲୁଛ, ଉଠୁଛ, ବସୁଛ ସେତେବେଳେ କେବଳ ତୁମର ଶ୍ୱାସ ଉପରେ ଧ୍ୟାନ ଦିଅ। ଶ୍ୱାସ କେଉଁ ନାକରେ ଆସୁଛି ଆଉ କେଉଁ ପଟେ ଯାଉଛି ତାହାକୁ କେବଳ ନଜର କରୁଥାଅ। ଯେକୌଣସି କାର୍ଯ୍ୟ କଲାବେଳେ ମଧ୍ୟ କେବଳ ତୁମର ନିଶ୍ୱାସ ଉପରେ ଧ୍ୟାନ ଦିଅ। ଏମିତି କରୁଥିବା ସମୟରେ ତୁମକୁ ଅନୁଭବ ହେବ ଯେ ତୁମର ମସ୍ତିଷ୍କ, ତୁମର ବିଚାର ତୁମକୁ ଇଆଡ଼େ ସିଆଡ଼େ ନେଇଯାଉଛି। କିନ୍ତୁ କିଛି ସମୟ ପରେ ତୁମକୁ ପୁଣି ଥରେ ହୋସ ଆସିବ ଯେ ତୁମକୁ ତୁମର ଶ୍ୱାସକ୍ରିୟାରେ ଧ୍ୟାନ ଦେବାର ଅଛି। ତୁମର ଧ୍ୟାନ ପୁଣି ଥରେ ମନକୁ ମନ ଶ୍ୱାସକ୍ରିୟା ଆଡ଼େ ଆସିଯିବ। ଧୀରେ ଧୀରେ ଯେତେବେଳେ ତୁମ ବିଚାରକୁ ଦେଖିବ ସେତେବେଳେ ଦେଖିବ ଯେ ତୁମ ବିଚାର ବିଲୀନ ହେବାକୁ ଲାଗୁଛି। ତୁମ ଭିତରେ କେବଳ ଗୋଟିଏ ଖାଲି ପଡ଼ିଆ ହିଁ ପଡ଼ି ରହିଛି। ସାରା ପ୍ରଶ୍ନ ଉତ୍ତର ସମାପ୍ତ ହୋଇଯାଇଛି। ଏହାପରେ ବୁଦ୍ଧ କହିଲେ ଯେ ଶ୍ୱାସକ୍ରିୟା କେବଳ ବର୍ତ୍ତମାନରେ ହିଁ ଚାଲିଥାଏ। ସେ କେବେ ହେଲେ ଭବିଷ୍ୟତରେ ଚାଲିନଥାଏ। ବର୍ତ୍ତମାନ ହିଁ ବର୍ତ୍ତମାନର ସ୍ଥିତି ହୋଇଥାଏ। ଆଉ ଯେତେବେଳେ ତୁମେ ତୁମ ଶ୍ୱାସକ୍ରିୟାରେ ଯୋଡ଼ି ହୋଇଯିବ ସେତେବେଳେ ତୁମେ ବର୍ତ୍ତମାନରେ ଧ୍ୟାନ ଲଗାଇବା ଶିଖିଯିବ। ଆଉ ତୁମେ ଯାହା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଅ ତାହା ବର୍ତ୍ତମାନରେ ହିଁ ଚାଲିଥାଏ। ଏହାପରେ ଧୀରେ ଧୀରେ ତୁମକୁ ଧ୍ୟାନର ଅନୁଭବ ହେବ। ଏହାପରେ ତୁମେ ଯାହା ବି କିଛି ଧ୍ୟାନ କରିବ ସେଥିରେ ତୁମର ପୁରା ମନ କେନ୍ଦ୍ରିତ ହୋଇଯିବ। ତୁମେ ଯେଉଁଠାରେ ଅଛ ଆରମ୍ଭ ସେଇଠାରୁ ହିଁ କର। ଏଇଠାରୁ କର, ଏବେଠାରୁ କର। ଏବେଠାରୁ ତୁମକୁ ଶ୍ୱାସକୁ ଧରିବା ଆରମ୍ଭ କରିଦିଅ। ଦର୍ଶକ ବନ୍ଧୁ, କେମିତି ଲାଗିଲା ଏହି ଜ୍ଞାନବର୍ଦ୍ଧକ କାହାଣୀ? ଆପଣଙ୍କର ବନ୍ଧୁ ଏବଂ ପ୍ରିୟଜନଙ୍କ ପାଖକୁ ନିଶ୍ଚୟ ସେୟାର କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ନିଶ୍ଚୟ ଜଣାନ୍ତୁ।